ଯିଏ ତୁମକୁ ଭୁଲ ବୁଝୁଛି ତାକୁ ଭୁଲ ବୁଝିବାକୁ ଦିଅ, ଆଉ ଯିଏ ତୁମକୁ ନିନ୍ଦା କରୁଛି ତାକୁ ନିନ୍ଦା କରିବାକୁ ଦିଅ। କାରଣ ଏ ଦୁନିଆରେ କିଏ କାହାକୁ ବି ଜାଣିପାରନ୍ତି ନାହିଁ କି କେହି କାହାକୁ ମଧ୍ୟ ବୁଝିପାରନ୍ତି ନାହିଁ। ଭଗବାନ ପରି ଲୋକ ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ ସବୁ ସହିଥିଲେ। ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ଠିକ୍ ବୁଝିପାରେ। କିନ୍ତୁ ଚାଲିଯାଇଥିବା ସମୟ ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ତୁମେ ଜୀବନରେ କେତେ ସୁଖୀ ଅଛ ତାହା ବଡ଼ କଥା ନୁହେଁ, ବରଂ ତୁମ ଦ୍ୱାରା କେତେଜଣ ସୁଖୀ ହୋଇଛନ୍ତି ତାହା ବଡ଼ କଥା। ପରିସ୍ଥିତି ସହ ଲଢ଼େଇ କରିହୁଏ, ହେଲେ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ହେଉଛି ଏମିତି ଏକ ଜିନିଷ କାହାକୁ ନିଜ ଆଶାଠାରୁ ଅଧିକ ଦିଏ ତ ଆଉ କାହାଠୁ ସବୁକିଛି ଛଡ଼େଇ ନେଇଥାଏ। ଜୀବନରେ କେବେ ବି କାହା ସହିତ ନିଜକୁ ତୁଳନା କରନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ତାହା ହେଉଛି ସର୍ବଶ୍ରେଷ୍ଠ। ଯିଏ ସବୁବେଳେ ଅନ୍ୟମାନଙ୍କ ମୁହଁରେ ହସ ଦେଇଥାନ୍ତି, ଉପରବାଲା କେବେ ବି ତା'ର ହସ ଛଡ଼େଇ ନଥାନ୍ତି। ସାଥିରେ ରହିକି ଯିଏ ଆମ ସହ ଛଳନା କରେ ତା'ଠାରୁ ବଡ଼ ଶତ୍ରୁ ଏ ଦୁନିଆରେ କେହି ନାହିଁ। ଆଉ ଯିଏ ଆମ ମୁହଁରେ ଖରାପ ଭାଷା କହିଥାଏ ତା'ଠାରୁ ବଡ଼ ମିତ୍ର ଏ ଦୁନିଆରେ କିଏ ନାହିଁ। ସେଥିପାଇଁ ତ ଏ ଦୁନିଆରେ କାହାକୁ ଅନ୍ଧ ଭଳି ବିଶ୍ୱାସ କରିବା ବହୁତ ବଡ଼ ଭୁଲ ହୋଇଥାଏ। ବ୍ୟବହାର ସୁନ୍ଦର ହେଲେ ମନ ମନ୍ଦିର ହୋଇଥାଏ। ଆହାର ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଥାଏ। ଆଉ ବିଚାର ସୁନ୍ଦର ହେଲେ ଆମ ମସ୍ତିଷ୍କ ସୁନ୍ଦର ହୋଇଥାଏ। ଆଉ ଏ ତିନୋଟି ସୁନ୍ଦର ହେଲେ ଆମ ଜୀବନ ବି ସୁନ୍ଦର ହୋଇଥାଏ। ଗୋଟେ କଥା ମନେ ରଖ, ଯେବେ ବନ୍ଧୁ, ସାଙ୍ଗସାଥୀ ଆଉ ସମ୍ପର୍କ ଗଢ଼ ସମସ୍ତେ ସୁଖ ବେଳେ ପାଖରେ ଥିବେ, ଆଉ ଦୁଃଖ ସମୟରେ ତମେ କାହାକୁ ବି ପାଖରେ ଦେଖିବାକୁ ପାଇବନି। ଏ ଦୁନିଆରେ ବିନା ମୂଲ୍ୟରେ କେବଳ ବାପା ଆଉ ମା'ଙ୍କ ଭଲ ପାଇବା ମିଳିଥାଏ। ଆଉ ଅନ୍ୟ ଜିନିଷ ପାଇଁ କିଛି ନା କିଛି ମୂଲ୍ୟ ଦେବାକୁ ପଡ଼ିଥାଏ। ପ୍ରକୃତରେ ଭୁଲ କରିବା ମଣିଷର ଭୁଲ ନୁହେଁ, ବରଂ ସେହି ମଣିଷ ମହାନ ହୋଇଥାଏ ଯେଉଁ ମଣିଷ ଭୁଲକୁ ଭୁଲ ବୁଝି ଠିକ୍ ବାଟକୁ ଚୟନ କରିଥାଏ। ଦୁନିଆରେ କେହି କେବେ ଭଲ ଆଉ ଖରାପ ହେଇକି ଜନ୍ମ ହୋଇନଥାଏ, ବରଂ ସେମାନଙ୍କ ପରିବେଶ ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଏ ଦୁନିଆ ଆଗରେ ଛିଡ଼ା କରିଥାଏ।